ମୁଁ 71 ବର୍ଷ ହେଲା ଆସୁଛି ରଥଯାତ୍ରାରେ ଯାତ୍ରା ଉପଭୋଗ କରିବି, ପ୍ରଭୁଙ୍କୁ ରଥ ଟାଣିବି ଏବଂ ମୋ ସାଥିରେ 10-50 ଜଣ ଧରି ଆସେ ଛାତ୍ର ଅବସ୍ଥା ଏବଂ 3 ରଥ ନା ପ୍ରଥମ ପହଣ୍ଡି ବିଜୟରେ ପହଞ୍ଚିବି। ପ୍ରଥମେ ପହଣ୍ଡି ବିଜୟ ସରିବ, ତାପରେ ଆସିବୁ ଆମେ କିଛି ଜଳଯୋଗ କରିକିରି ଆଜି ରଥ ଶେଷ ଭିଡ଼ା ପର୍ଯ୍ୟନ୍ତ ନିରାମିଷ, ଏଇନା ନିରାମିଷ ରହିବୁ। ଏଇ ଚକା ତଳେ 3 ରଥ ତଳେ ସୁପରଭିଜନ କରିବୁ। ଏ ସବୁ ସେବାୟତ ଶ୍ରେଣୀର ଲୋକଙ୍କ ସହିତ ମୋର ଭଲ ସମ୍ପର୍କ। ଏ ଯୋଉ ଭାଇ ସେବାୟତ ମାନେ ବସିଛନ୍ତି ଭଲ ସମ୍ପର୍କ। କାହିଁକି ନା ମୁଁ ଟୋକା ବେଳୁ ତାଙ୍କ ସାଥିରେ ମିଶିଛି। ବୁଢା ବି ହେଇଗଲେଣି, ଟୋକା ବି ହେଇଗଲେଣି, ତାଙ୍କ ପୁଅ ବି ଏଇଟା ଆସନ୍ତି ସବୁ। ଏ ଆସିଛି ଭିଡ଼ିବା ପାଇଁ। ଆଉ ଜଗନ୍ନାଥ ଯେପର୍ଯ୍ୟନ୍ତ ମତେ ଶକ୍ତି ଦେଉଥିବେ ଭିଡ଼ିବା ପାଇଁ, 71 ବର୍ଷ ହେଇଗଲା, କୋଉ ବର୍ଷ ଫେଲ ହେଇନି। ଜଗନ୍ନାଥ ଡୋରି ଲଗାନ୍ତେ, ମୁଁ ପହଞ୍ଚେ। ସେତେବେଳେ ବିନା ଟିକେଟରେ ଆସୁଛନ୍ତି ଭୁବନେଶ୍ୱରରୁ, 50 ଟଙ୍କା ଧରିବି, ବିନା ଟିକେଟରେ ଆଣିବି। ତାଳ ବଣିଆ ଚେନ୍ ଫୁଲ କରିବି, ଓହ୍ଲେଇବୁ, ଭିଡ଼ିବୁ, ତାପରେ ବସିବୁ। ଓଲ୍ଡଟାଉନ ଭୀମ ଟାଙ୍ଗି ଚେନ୍ ଫୁଲ କରିବି, ସେ ଟୋକାକୁ ଓହ୍ଲେଇବି। ଆଜି ପର୍ଯ୍ୟନ୍ତ ପ୍ରଭୁଙ୍କ ଡୋରି ଲାଗୁଛି। ମୁଁ ଟିକେ ଭିଡ଼ିଲେ ସବୁ ସରିଗଲାଣି। ଦୀଘା ଆରେ ୱାର୍ଲଡ ବିଶ୍ୱର ଦେବତା ହେଲେ ଜଗନ୍ନାଥ। ଜଗନ୍ନାଥ ଧାମ କେହି ନେଇପାରିବେନି, 4 ଧାମର ଧାମ। ଏ ମମତା ବାନାର୍ଜୀ ଲକ୍ଷ ଲକ୍ଷ ଲୋକ ଦେଖୁଛ, ଲକ୍ଷ ଲକ୍ଷ ଲୋକ, ଛାତ୍ର, ଯୁବକ, ଆଦିବାସୀ, ହରିଜନ, ମୁସଲମାନ, ଖ୍ରୀଷ୍ଟିଆନ, ଫରେନର, ଆମେରିକାନ, ଜର୍ମାନ, ଫ୍ରାନ୍ସ, ଇଟାଲୀ, ୟୁରୋପ କଣ୍ଟ୍ରି, ଆରବ କଣ୍ଟ୍ରି, କେମିତି ଲୋକ। ଏ ପ୍ରଭୁ ଜଗତର ନାଥ। ସାରା ବିଶ୍ୱରେ 217ଟା ଦେଶରେ ରଥ ଚାଲିଛି, ଜଗନ୍ନାଥ ରଥ ଆଜି। ତେଣୁ ଏ ଅପୂର୍ବ ଦେବତା ବିଶ୍ୱର ନମ୍ବର 1। ଯୀଶୁ ମାନିଛନ୍ତି ଜଗନ୍ନାଥଙ୍କୁ, ଆଲ୍ଲାହ ମାନିଛନ୍ତି, ବୁଦ୍ଧ ମାନିଛନ୍ତି, ନାନକ ମାନିଛନ୍ତି, ସମସ୍ତେ ଗୋଟିଏ କଥା ହେଲେ ଜଗନ୍ନାଥ।